ପ୍ରିୟ ଦ ଲର୍ଡ ୱାର୍ଡ ଭୂଷଣ ଚ୍ୟାନେଲରେ ସମସ୍ତ ଆପଣ ଜନମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପବିତ୍ର ବାଇବେଲର ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 15ତମ ପଦଟି ଆଲୋଚନା କରି ବ୍ୟାଖ୍ୟା କରିବା ପାଇଁ ଯାଉଛନ୍ତି। ତେବେ ସୂଚନା ଅଛି ଆଦି ପୁସ୍ତକ ଅଧ୍ୟାୟ 3 ପଦ ନମ୍ବର 15। ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ। ତେବେ ଏହି ପଦକୁ ଅନେକ ଆପଣ ଜନ ଜାଣିପାରନ୍ତି ନାହିଁ କଣ କୁହାଯାଇଅଛି। ତେବେ ଆମ୍ଭେ ଏହାକୁ ସଠିକ ଭାବରେ ବୁଝିବା। ତେବେ କଣ କୁହାଯାଇଅଛି? ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ଅର୍ଥାତ୍ ତୁମ୍ଭର କହିଲେ ସର୍ପର ଏବଂ ନାରୀ ମଧ୍ୟରେ ବା ସ୍ତ୍ରୀ ମଧ୍ୟରେ, ପୁଣି ତୁମ୍ଭ ବଂଶ ଅର୍ଥାତ୍ ନାରୀ ବଂଶ ବା ମନୁଷ୍ୟ ବଂଶ ଓ ତାଙ୍କ ବଂଶ ଅର୍ଥାତ୍ ସର୍ପ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା ବା ଶତ୍ରୁତା କରାଇଲୁ। କାରଣ ତୁମ୍ଭେ ତାହାଙ୍କୁ ଖଳ ପ୍ରକୃତି କରି ତାଙ୍କୁ ହଇରାଣରେ ପକାଇଅଛ। ତେଣୁ ମନୁଷ୍ୟ ବଂଶ ବା ନାରୀଙ୍କ ବଂଶ ବା ନାରୀ ଜଣେ ମଣିଷ ହୋଇଥିବାରୁ ତାଙ୍କ ସହିତ ତୁମ୍ଭର ଶତ୍ରୁତା ହେଲା। ପୁଣି କଣ କୁହାଯାଇଅଛି ନା, ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ। ଅର୍ଥାତ୍ ତୁମେ ଯଦି କାମୁଡ଼ିବ ଗୋଇଠିରେ, ତେବେ ସେ ତୁମର ମସ୍ତକକୁ ମୁଣ୍ଡକୁ ବାଡ଼େଇବେ ବୋଲି କୁହାଯାଇଅଛି। କିନ୍ତୁ ଆମ୍ଭେ ବୁଝିବାକୁ ବାକି ରହିଲା, ଏଠାରେ ସଦାପ୍ରଭୁ ପରମେଶ୍ୱର ଆଜ୍ଞା ଦେଇନାହାନ୍ତି ଯେ କେହି କାହାକୁ କଷ୍ଟ ଦିଅ ବୋଲି। ଯଦି ତୁମ୍ଭେ ମନୁଷ୍ୟର ଗୋଇଠିକୁ ଆଘାତ କରିବ ବା କାମୁଡ଼ିବ, ତେବେ ମନୁଷ୍ୟ ମଧ୍ୟ ତୁମକୁ ଆଘାତ କରିବ। ପ୍ରତିଫଳ ତାହାର ତୁମ୍ଭେ ପାଇବ ବୋଲି ଏଠାରେ ସୂଚନା ଅଛି ବା ସଦାପ୍ରଭୁ ସୂଚେଇ ଦେଇଅଛନ୍ତି। ଯେମିତି ମୁଦ୍ରାର ଦୁଇ ପାର୍ଶ୍ୱ ଥାଏ ଏବଂ ପ୍ରତ୍ୟେକ ପାର୍ଶ୍ୱ ଭିନ୍ନ ଭିନ୍ନ ହୋଇଥାଏ ଅପରି ପାଖ ପାର୍ଶ୍ୱ ଅପେକ୍ଷା, ଠିକ୍ ସେମିତି ତୁମ୍ଭେ ଯେଉଁ ପରୀକ୍ଷା କରିବ ତା ପ୍ରତିବଦଳରେ ତୁମ୍ଭେ ସେହିପରି ପାଇବ ବା ଫଳକୁ ତୁମେ ଭୋଗିବ ବୋଲି ସଦାପ୍ରଭୁ କହିଛନ୍ତି। ତେବେ ଏଠାରେ ଆମ୍ଭେ ବୁଝିଗଲେ, ଅନେକ ଆପଣ ଜନ ମାନଙ୍କୁ ଅନେକ ବ୍ୟକ୍ତିମାନେ ପ୍ରଶ୍ନ ପଚାରନ୍ତି ଯେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର କିପରି ଭାବେ ନାରୀ ବା ମନୁଷ୍ୟ ଏବଂ ସର୍ପ ମଧ୍ୟରେ ଜଣେ ଜଣଙ୍କୁ ଆଘାତ କରିବା କଥା କହିପାରିବେ। ତେବେ ସମସ୍ତ ବ୍ୟକ୍ତିମାନଙ୍କୁ ଗୋଟେ ଉତ୍ତର ଦେବେ ଯେ ଏହା ପ୍ରତିଫଳ। ପରମେଶ୍ୱର ସଦାପ୍ରଭୁ ଈଶ୍ୱର କହିନାହାନ୍ତି ଯେ ଆଘାତ କର, ଏହା ପ୍ରତିଫଳର ଉତ୍ତର। ତେଣୁ ସେ ନିଶ୍ଚିନ୍ତ ଭାବେ କହିଦେଇଅଛନ୍ତି, ଯଦି ତୁମେ ଆଘାତ କରିବ ସେ ତୁମ ମୁଣ୍ଡକୁ ମଧ୍ୟ ଆଘାତ କରିବେ। ଗୋଇଠିକୁ ଆଘାତ କଲେ ମୁଣ୍ଡକୁ ଆଘାତ କରିବେ ବୋଲି ସେ କହିଛନ୍ତି। କାରଣ ଏହା ପ୍ରତିଫଳ। ସେ କହିନାହାନ୍ତି ଯେ ଆଘାତ କରିବା ନିତ୍ୟାନ୍ତ ଅନିବାର୍ଯ୍ୟ ବା ନିହାତି ଦରକାର ଆଘାତ କରିବା। ସେ କହିନାହାନ୍ତି, କେବଳ ସୂଚେଇ ଦେଇଅଛନ୍ତି ଯେ ତୁମ୍ଭେ ଗୋଇଠିକୁ ଯଦି ଆଘାତ କରିବ, ତେବେ ମନୁଷ୍ୟମାନେ ତୁମ ମସ୍ତକକୁ ଆଘାତ କରିବେ ବା ମୁଣ୍ଡକୁ ଆଘାତ କରିବେ ବୋଲି ସୂଚନା ଦିଆଯାଇଅଛି। ତେବେ ଏଠାରେ ଅତି ସୁନ୍ଦର ଭାବରେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 15ତମ ପଦଟି ଆଲୋଚନା ହୋଇ ବ୍ୟାଖ୍ୟା ହୋଇଯାଇଅଛି। ତେବେ ସମସ୍ତ ଆପଣା ଜନମାନଙ୍କୁ ଧନ୍ୟବାଦ।